ସଂରକ୍ଷିତ ରାୟ 3 ମାସରେ ଘୋଷଣା କର। ରାୟ ପ୍ରଦାନରେ ଅତ୍ୟଧିକ ବିଳମ୍ବ ପକ୍ଷମାନଙ୍କର ଅପୂରଣୀୟ କ୍ଷତି ଘଟାଇଥିବା ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ରାୟ ସଂରକ୍ଷଣ ରଖିବାର 3 ମାସ ମଧ୍ୟରେ ଘୋଷଣା କରିବାକୁ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତିଗତ ସ୍ୱାଧୀନତା ସମ୍ପର୍କିତ ମାମଲାରେ ନିଷ୍ପତ୍ତି ଯଥାଶୀଘ୍ର ହେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠ କହିଛନ୍ତି। ହାଇକୋର୍ଟ ରାୟ ଅପଲୋଡରେ ବିଳମ୍ବ ହେଉଥିବା ଅଭିଯୋଗ ସମ୍ପର୍କିତ ଆବେଦନର ଶୁଣାଣି କରି ଖଣ୍ଡପୀଠ କେତେଗୁଡ଼ିଏ ଆଦେଶ ଜାରି କରିଛନ୍ତି। ଜାମିନ ଆବେଦନ ଉପରେ ରାୟ ସେହିଦିନ ଘୋଷଣା ହେବା ଆବଶ୍ୟକ। ଯଦି ତାହାକୁ ସଂରକ୍ଷିତ ରଖାଯାଏ ତେବେ ତାହା ପରଦିନ ଘୋଷଣା ହେବା ସହ ଅପଲୋଡ କରାଯିବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି। ଜାମିନ ନିର୍ଦ୍ଦେଶ ବା ଦଣ୍ଡକୁ ସ୍ଥଗିତ ରଖାଯିବା ସମ୍ପର୍କରେ ରାୟ ଘୋଷଣା ହେବା ସଙ୍ଗେ ସଙ୍ଗେ ଜେଲ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯିବା ଆବଶ୍ୟକ। ବିଚାରାଧୀନ ଅଭିଯୁକ୍ତ କିମ୍ବା ଦୋଷୀ ସାବ୍ୟସ୍ତ ଅପରାଧୀ ସେହିଦିନ କିମ୍ବା ଅତି ବେଶୀରେ ତା ପରଦିନ ଜେଲରୁ ମୁକ୍ତ ହେବା ଆବଶ୍ୟକ ବୋଲି ଅଦାଲତ କହିଛନ୍ତି।